ସତ୍ୟକ୍ରୀଡ଼ା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ଲୋକମହୋତ୍ସବ ତରଫରୁ ବନ୍ଧୁ ମିଳନ ଓ ଧନ୍ୟବାଦ ଅର୍ପଣ ଅନୁଷ୍ଠିତ। ବାଲେଶ୍ୱର ଲୋକମହୋତ୍ସବ କମିଟି ତରଫରୁ ସ୍ଥାନୀୟ ଟପ୍ ଏଣ୍ଡ ଟେଷ୍ଟି ହୋଟେଲ ସମ୍ମିଳନୀ କକ୍ଷରେ ଏକ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ନଭେମ୍ବର 19ରୁ 28 ତାରିଖ ପର୍ଯ୍ୟନ୍ତ ଆୟୋଜିତ ବାଲେଶ୍ୱର ଲୋକମହୋତ୍ସବ ଦ୍ୱିତୀୟ ବର୍ଷ ବହୁ ଆଡ଼ମ୍ବରରେ ସଫଳତାର ସହ ଆୟୋଜିତ ହୋଇଥିବାରୁ କମିଟି ତରଫରୁ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବା ସହ ବାଲେଶ୍ୱର ଜିଲ୍ଲା ପ୍ରଶାସନ, ବିଶେଷ ଭାବେ ପୋଲିସ ପ୍ରଶାସନ, ସମସ୍ତ ଦୂରଦୂରାନ୍ତରୁ ଆସିଥିବା ଷ୍ଟଲ, ସମସ୍ତ ସହଯୋଗର ହାତ ବଢ଼ାଇଥିବା ସଂସ୍ଥା ଏବଂ ବିଶେଷ ଭାବେ ବାଲେଶ୍ୱରବାସୀଙ୍କୁ ଯେଉଁମାନଙ୍କ ସହଯୋଗ ପାଇଁ ଆଜି ବାଲେଶ୍ୱର ଲୋକମହୋତ୍ସବ ଦ୍ୱିତୀୟ ବର୍ଷରେ ଶୀର୍ଷରେ ପହଞ୍ଚିଛି ଏବଂ ବହୁ ବ୍ୟକ୍ତି ବିଶେଷ ଓ ନେତୃବୃନ୍ଦ ଯେଉଁମାନଙ୍କ ଏକାନ୍ତ ସହଯୋଗ 2 ବର୍ଷ ହେବ ଲୋକମହୋତ୍ସବ ଆଗେଇ ଚାଲିଛି ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଭାପତି ଅସିତ କୁମାର ଦାସ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ବିଶ୍ୱଜିତ ପରମାଣିକ, ଉପଦେଷ୍ଟା ବିପ୍ଳବ ମହାନ୍ତି, ଶାନ୍ତନୁ ଦାସ, ଗୌରାଙ୍ଗ ଦାସ, ଭାଗବତ ସାହୁ, ଉପାଧ୍ୟକ୍ଷ ଜିତେନ୍ଦ୍ର ଦାସ, ସୀମନ୍ତ ମାଝୀ, ବିକାଶ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, ଉପସଭାପତି ସୀମନ ଦାସ ମହାପାତ୍ର, ସୌଭାଗ୍ୟ ମାନସ ନାୟକ, କୋଷାଧ୍ୟକ୍ଷ ନିଶ୍ଚିତ କୁମାର ବାରିକ, ସମ୍ପାଦକ ରାଜେଶ ମହାକୁଡ଼, ତାପସ ପାଣିଗ୍ରାହୀ, ସଲିନ ଶବସାହା, ସତ୍ୟ ପ୍ରକାଶ ପତି, ସାଂଗଠନିକ ସମ୍ପାଦକ ସମ୍ବିତ ବିଶ୍ୱାଳ, ସାଂସ୍କୃତିକ ସମ୍ପାଦକ ସୌମ୍ୟରଞ୍ଜନ ପାଣିଗ୍ରାହୀ, ସହ ସମ୍ପାଦକ ଦେବଜ୍ୟୋତି ଦାସ, ଋତିକ ନାୟକ, କାର୍ଯ୍ୟକାରୀ ସଦସ୍ୟ ଜୟରାମ ଦାସ, ସୌମ୍ୟରଞ୍ଜନ ଯାଦବ, ଜିତେନ୍ଦ୍ର ମହାଳିକ, ମନୋରଞ୍ଜନ ନନ୍ଦୀ, ଯୋଗେଶ୍ୱର ଭଞ୍ଜ, ଉପେନ୍ଦ୍ର ବେହେରା, ଅଜୟ ପ୍ରଧାନ, ସମରେଶ ସାମଲ, ଜୟନ୍ତ ସେଠୀ, ଜଗନ୍ନାଥ ପାଣିଗ୍ରାହୀ, ଅନୁପମ ମିଶ୍ର, ସୁଶୀଲ ପଣ୍ଡା, ଲମ୍ବୋଦର ବେହେରା, ନିତ୍ୟାନନ୍ଦ ସେଠୀ, ଗୌତମ ପ୍ରଧାନ, ଅଜୟ ନାୟକ, ସିଦ୍ଧାର୍ଥ ପଣ୍ଡା, ଦିଲଦାର ହୁସେନ ପ୍ରମୁଖ ଉପସ୍ଥିତ ରହି ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମର ସହଯୋଗ କରିଥିଲେ। ଧନ୍ୟବାଦ।